ବାଟବଣା ହେଉଛି ସ୍ୱଚ୍ଛ ଅଭିଯାନ। ପାରଳା ପୌର ପରିଷଦ 10ଟି ଶୌଚାଳୟରେ ଝୁଲୁଛି ତାଲା। ଅବ୍ୟବସ୍ଥା ଘେରରେ ପାରଳା ସହରରେ ଥିବା ସମସ୍ତ ଶୌଚାଳୟ ପରିଚାଳନାର ଗତ ତ୍ରୁଟି ଯୋଗୁଁ ଅଧିକାଂଶ ଶୌଚାଳୟ ବର୍ତ୍ତମାନ ଅଚଳ ଅବସ୍ଥାରେ, ଯେଉଁଥିପାଇଁ ପ୍ରତିଦିନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା ଓ ସହରକୁ ଆସୁଥିବା ହଜାର ହଜାର ଜନସାଧାରଣ। ତେବେ ପୌରପାଳିକାର ଦାୟିତ୍ୱହୀନତା ସବୁ ମହଲରେ କଡ଼ା ସମାଲୋଚନା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ସହରର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ 10ଟି ଶୌଚାଳୟ ଅଚଳ ଅବସ୍ଥାରେ ରହିଛି। କେଉଁଠି ତାଲା ପଡ଼ିଛି ତ ଆଉ କେଉଁଠି ପାଣି ଅଭାବରୁ ବ୍ୟବହାର ହୋଇପାରୁନାହିଁ। ଆଉ କିଛି ଶୌଚାଳୟ ମରାମତି ନ ହୋଇ ଭାଙ୍ଗିରୁଜି ଯାଇଛି। ଫଳରେ ସ୍ୱଚ୍ଛ ଅଭିଯାନରେ ସରକାରଙ୍କର ଉଦ୍ଦେଶ୍ୟଠାରୁ ବହୁ ଦୂର ରହିଯାଇଛି। ସବୁଠି ସମାନ ଅବସ୍ଥା ସ୍ଥିତି ଏମିତି ହୋଇଛି। କେଉଁଟା ମରାମତି କରିବେ ଆଉ କେଉଁଟା ତାଲା ଖୋଲି କାର୍ଯ୍ୟକାରୀ କରିବେ ତାହା ବି ପୌର ପରିଷଦର ନିଷ୍ପତ୍ତି ନେଇପାରୁନି। ସହରର ସୁଭାଷ ନଗର, ସଦରାବନ୍ଧ ନିକଟ, ପୂର୍ତ୍ତ ବିଭାଗର କଲୋନୀ, ମେଦିଗିରି ସାହି, ଶଙ୍କୁରୀ ବନ୍ଧ, କଟକିଆ ସାହି, ନୂଆ ବସ୍ଷ୍ଟାଣ୍ଡ ପରିସର ଏହିଭଳି ଅନେକ ଶୌଚାଳୟ ମରାମତି ଅଭାବରୁ ତାଲା ଝୁଲୁଛି। କିନ୍ତୁ ସମସ୍ୟା ସମ୍ପର୍କରେ ପୌର ପ୍ରଶାସନ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି। ସେଭଳି କୋଦଳାବନ୍ଧ ନିକଟରେ ଟାଉନ୍ ହଲ୍ ପରିସରରେ ଏହିଭଳି 3ଟି ସ୍ଥାନରେ ମୁକ୍ତା ଯୋଜନା ମାଧ୍ୟମରେ ନୂତନ ଭାବରେ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାର କରିବା ବଦଳରେ 2 ବର୍ଷ ହେଲା ତାଲା ପଡ଼ିଛି, ଫଳରେ କାମ ଲାଗିପାରୁନାହିଁ। ଅନ୍ୟପକ୍ଷରେ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସର୍ବସାଧାରଣ ବ୍ୟବହାର ନିମନ୍ତେ ସହରରେ ଗୋଟିଏ ବି ଶୌଚାଳୟ ନଥିବାରୁ ଜନସାଧାରଣଙ୍କର ଶୌଚ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ବାହାର ପରିସ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି। ବସ୍ତି ଅଞ୍ଚଳର ବାସିନ୍ଦା ବି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ବାହାରୁ ସହରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ମହିଳାମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସମସ୍ୟା କହିଲେ ନ ସରେ। ତେବେ ଏନେଇ ପାରଳା ପୌରସଭା ନିର୍ବାଚନ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁଙ୍କ କହିବା ହେଲା, ସହରରେ ମୋଟ 16ଟି ଶୌଚାଳୟ ରହିଛି। ସେଥିମଧ୍ୟରୁ 4ଟି ସୁଲଭକୁ ହସ୍ତାନ୍ତର ହୋଇଛି। ନୂତନ ଭାବରେ ନିର୍ମାଣ ହୋଇଥିବା 3ଟି କର୍ମଚାରୀ ଅଭାବରୁ କାର୍ଯ୍ୟକାରୀ ହୋଇପାରୁନାହିଁ। ବଳକା ଯାହା ବିଭିନ୍ନ କାରଣରୁ ବନ୍ଦ ହୋଇ ରହିଛି ତାହା ମରାମତି ପାଇଁ ଆସନ୍ତା ବୈଠକରେ ପ୍ରସ୍ତାବ ଦିଆଯିବ ବୋଲି ପୌର ପରିଷଦର ନିଷ୍ପତ୍ତି କ୍ରମେ ପଦକ୍ଷେପ ନିଆଯିବ। ଗଜପତି ଜିଲ୍ଲାରୁ ପ୍ରଭାତ ପାତ୍ରଙ୍କ ରିପୋର୍ଟ, ଚତୁସ୍ତମ୍ଭ ନ୍ୟୁଜ୍। ପାଇଳାଖଣ୍ଡରେ ସବୁ ମାନେ ଆମର 1 ନମ୍ବର ୱାର୍ଡ ସବୁ ପ୍ରତ୍ୟେକ ୱାର୍ଡରେ ବସ୍ତି ଏରିଆ ଆଗରେ ସବୁ ଶୌଚାଳୟ ହେଇଛି ଏବଂ ବସଷ୍ଟାଣ୍ଡରେ ବି ଶୌଚାଳୟ ହେଇଛି। ଗୋଟେ ଲୋକ ଯଦି ବସଷ୍ଟାଣ୍ଡ ବସ୍ରେ ଓହ୍ଲେଇବ, ଲେଡ଼ିଜ୍ ହଉ ଜେଣ୍ଟସ୍ ହଉ, ଏକ ଯିବା ପାଇଁ ନାହିଁ ଶୌଚାଳୟ। ତା ଗୋଟେ ବହୁତ ଦୁଃଖଦାୟକ କଥା। ଇଏ ପୁରୁଣା ସହର, ପୁରୁଣା ମ୍ୟୁନିସିପାଲିଟି ହୋଇ ଏଜୁକେଟ ଅଫିସର ତା ପ୍ରତି କାହିଁକି ଧ୍ୟାନ ଦେଉନା ଆମେ ବି ଜାଣିପାରୁନୁ। ଆମେ ଆପଣଙ୍କ ମିଡ଼ିଆ ମାଧ୍ୟମରେ ରିକ୍ୱେଷ୍ଟ କରୁଛୁ ଯେ ସମସ୍ତ ଶୌଚାଳୟ କେମିତି କାର୍ଯ୍ୟକ୍ଷମ ହେବ, ସବୁ ଲୋକ କେମିତି ସୁବିଧା ପାଇବେ ତା ପ୍ରତି ଧ୍ୟାନ ଦେବେ ବୋଲି ଆମେ ଅନୁରୋଧ କରୁଛୁ। ଆପଣଙ୍କ ମାଧ୍ୟମରେ ଜିଲ୍ଲାପାଳକୁ ବି ଅନୁରୋଧ କରୁଛୁ ଏସବୁ କେମିତି କାର୍ଯ୍ୟକ୍ଷମ ହେଇ ଲୋକ ସୁବିଧା ପାଇବେ ୟା ପ୍ରତି ଧ୍ୟାନ ଦିଅନ୍ତୁ। କିନ୍ତୁ 2-3 ବର୍ଷ ହେଲାଣି ସେଟା ଏବେ ବନ୍ଦ ହେଇ ପଡ଼ିଛି। ହଁ, ଆମର ଟୋଟାଲ 16ଟା ଅଛି ପବ୍ଲିକ ଟଏଲେଟ୍, କମ୍ୟୁନିଟି ଟଏଲେଟ୍ ଆଉ ୟୁରିନାଲ ମିଶାଇ କରି। ସେଇଠୁ ଆମର ସୁଲଭକୁ ଆମେ 4ଟା 16ଟାରୁ ଆମେ 4ଟା ଆମେ ସୁଲଭ ଶୌଚାଳୟକୁ ହ୍ୟାଣ୍ଡ ଓଭର କରିଦେଇଛୁ, ଏଇଟା ପବ୍ଲିକ ଏରିଆରେ ଅଛି। ଆଉ ବାକି ବହୁତ ଜାଗା ଅପରେସନାଲ ନାହିଁ, ତ ଆମେ ତାକୁ ଆମର କାଉନସିଲ ମିଟିଂରେ ପୁଟଅପ୍ କରିବୁ। ତାକୁ ଯଦି ଆମେ ଏସ୍ଏଚ୍ଜି ଥ୍ରୋରେ, ବିକଜ ସେଇଟା ୱାର୍ଡ ଭିତରେ ରହୁଛି, ସେଟାକୁ ତ ସୁଲଭକୁ ଦେଇ ହେବନି। ସେଇଟା ଆମର ଆଇଦର ଏସ୍ଏଚ୍ଜି ନହେଲେ ଆମର ଷ୍ଟାଫ୍ ଯିଏ ଅଛନ୍ତି ତାଙ୍କୁ ଆମେ ଡ୍ୟୁଟି ଦେବୁ, ତାଙ୍କୁ ଯେମିତି ଓପେନ୍ କରିବେ ଟାଇମ୍ରେ ମେଣ୍ଟେନ୍ କରିବେ। ଆଉ ନୂଆ 3ଟା ହେଇଛି ସେଇଟା ବ୍ୟବହାର ଉପଯୋଗୀ ଥାଇରୁ ମଧ୍ୟ ତାକୁ ଚାବି ପକାଇବା ପାଇଁ। ହଁ, ସେଇଟା ହିଁ ମେଣ୍ଟେନାନ୍ସଟା ଟିକେ ରହୁଛି। କିଛି କିଛି ଜାଗାରେ ଆମେ ହ୍ୟାଣ୍ଡ ଓଭର କରିଥିଲୁ, ତ ଟିକେ ସେଇଟା ଇଏ ଆସୁଛି। ତ କିଛି କିଛି ଜାଗାରେ ଆମର କମ୍ପ୍ଲେନ୍ ଆସୁଛି, ମାନେ କାଉନସିଲ୍ରୁ ଆସୁଛି ଯେ ତାକୁ ଏସ୍ଏଚ୍ଜିକୁ ଦିଅନ୍ତୁ। ତ ଟିକେ କାଉନସିଲ୍ ଆମେ ଡିସାଇଡ୍ ହେଲା ପରେ ଆମେ ତାକୁ ଆଇଦର ଏସ୍ଏଚ୍ଜିକୁ ହ୍ୟାଣ୍ଡ ଓଭର କରିବୁ, ନହେଲେ ଆମର ଷ୍ଟାଫ୍ କିଏ ଅଛନ୍ତି ଯଦି ଅଛି ତାଙ୍କୁ ଆମେ ମେଣ୍ଟେନାନ୍ସ ଦାୟିତ୍ୱଟା ଦେବୁ।